ଆଜିର ସାହିତ୍ୟ କାଳାଂଶକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମମାନେ ଏକ ନୂତନ ବିଷୟ ପଢ଼ିବା, ରାଜୋଚିତ ବ୍ୟବହାର, ଯାହାକି ଏକାଙ୍କିକା ଅଟେ। ତାର ଗାଳ୍ପିକ ହେଉଛନ୍ତି ଶାରଦା ପ୍ରସନ୍ନ ନାୟକ। ପ୍ରଥମେ ଆମେ ଏହି ଏକାଙ୍କିକାର ଗାଳ୍ପିକଙ୍କ ବିଷୟରେ ପଢ଼ିବା। ଗାଳ୍ପିକ ଶାରଦା ପ୍ରସନ୍ନ ନାୟକ 1926 ମସିହାରେ ତାଙ୍କର ଜନ୍ମ କଟକରେ। ଜଣେ ନାଟ୍ୟକାର ଭାବରେ ସେ ସୁପରିଚିତ। ସୁନାମାଟି, ପରିଶୋଧ, ଲକ୍ଷ୍ମୀ, ପତ୍ନୀ ଇତ୍ୟାଦି କେତେ ଖଣ୍ଡ ନାଟକ ସେ ରଚନା କରିଛନ୍ତି। କଟକ ଆକାଶବାଣୀ ଓ ଦୂରଦର୍ଶନରେ ପ୍ରଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରି ସେ ଅବସର ଗ୍ରହଣ କରିଛନ୍ତି। ଆମେମାନେ ଆଜି ଏହି ଏକାଙ୍କିକାରେ ଦୁଇ ଜଣ ପରାକ୍ରମଶାଳୀ ରାଜାଙ୍କ ବିଷୟରେ ପଢ଼ିବା। ଆମର ଭାରତର ଜଣେ ପରାକ୍ରମଶାଳୀ ସାହସୀ ବୀର ଜଣେ ଯୋଦ୍ଧା ରାଜା ପୁରୁଙ୍କ ବିଷୟରେ ପଢ଼ିବା। ତା ସହିତ ଗ୍ରୀକର ଶାସକ ଆଲେକଜାଣ୍ଡାରଙ୍କ ବିଷୟରେ ମଧ୍ୟ ଆମେ ଏହି ଏକାଙ୍କିକାରୁ ପଢ଼ିବା। ପିଲାମାନେ, ଇଏ ହେଉଛନ୍ତି ଭାରତର ଜଣେ ମହାନ ରାଜା। ତାଙ୍କର ନାମ ହେଉଛି ପୁରୁ। ଆମର ସିନ୍ଧୁ ଓ ବିତସ୍ତା ନଦୀ ମଧ୍ୟରେ ଥିବା ଗାନ୍ଧାର ରାଜ୍ୟ, ନଦୀର ଆର ପାର୍ଶ୍ୱରେ ଗୋଟିଏ କ୍ଷୁଦ୍ର ରାଜ୍ୟ ଥିଲା, ଯେଉଁ ରାଜ୍ୟରେ କି ପୌରବ ବଂଶ ଶାସନ କରୁଥିଲେ। ହେଲେ ରାଜା ପୁରୁ ଥିଲେ ପୌରବ ବଂଶର ରାଜା। ପୌରବ ବଂଶର ଜଣେ ସାହସୀ ବୀର ଯୋଦ୍ଧା ଥିଲେ, ଯିଏକି ଗ୍ରୀସର ରାଜା ଆଲେକଜାଣ୍ଡାରଙ୍କର ସୈନ୍ୟବାହିନୀକୁ ପ୍ରତିରୋଧ କରିଥିଲେ। ଗ୍ରୀସର ଆଲେକଜାଣ୍ଡାର ହେଉଛନ୍ତି ଗ୍ରୀସର ମହାପରାକ୍ରମଶାଳୀ ରାଜା ଆଲେକଜାଣ୍ଡାର, ଯିଏକି ସମଗ୍ର ପୃଥିବୀକୁ ଜୟ କରିବାର ସ୍ୱପ୍ନ ଦେଖିଥିଲେ। ସେ ମଧ୍ୟ ପୃଥିବୀର ଅନେକ ଗୁଡ଼ିଏ ଅଞ୍ଚଳକୁ ନିଜ ଅଧୀନକୁ ନେଇ ସାରିଥିଲେ ଏବଂ ଆମ ଭାରତକୁ ମଧ୍ୟ ଜୟ କରିବା ପାଇଁ ସେ ଆମ ଭାରତକୁ ପ୍ରବେଶ କରିଥିଲେ। ଆମ ଭାରତର ଅନେକ ଅଞ୍ଚଳକୁ ମଧ୍ୟ ସେ ନିଜ ଅଧୀନକୁ ନେଇ ସାରିଥିଲେ ଓ ତାଙ୍କ ଭୟରେ ମଧ୍ୟ ଅନେକ ରାଜା ତାଙ୍କ ବଶତା ସ୍ୱୀକାର କରିସାରିଥିଲେ। କିନ୍ତୁ ପୌରବ ବଂଶର ରାଜା ପୁରୁ, ସେ ଏକ କ୍ଷୁଦ୍ର ରାଜ୍ୟର ରାଜା ଥିଲେ ମଧ୍ୟ ସେ ଏପରି ଜଣେ ସାହସୀ ବୀର ଥିଲେ, ଯିଏକି ଆଲେକଜାଣ୍ଡାରଙ୍କର ବଶତା ସ୍ୱୀକାର ନ କରି ତାଙ୍କ ସହ ଯୁଦ୍ଧ କରିଥିଲେ। ଯେଉଁ ଯୁଦ୍ଧକୁ କୁହାଯାଏ ହାଇଦାସ୍ପେସ୍ ଯୁଦ୍ଧ, ଯାହାକି ତୁମେମାନେ ତୁମର ଇତିହାସ ବିଷୟରେ ପଢ଼ି ସାରିଥିବ। ତ ଆଜି ଆମେମାନେ ଏହି ଏକାଙ୍କିକାରୁ ରାଜା ପୁରୁ ଏବଂ ଆଲେକଜାଣ୍ଡାରଙ୍କ ମଧ୍ୟରେ ସଂଗଠିତ ହୋଇଥିବା ଯୁଦ୍ଧ ବିଷୟରେ ପଢ଼ିବା। ହେଲେ ପ୍ରଥମେ ଆମେମାନେ ଏହି ଏକାଙ୍କିକାର ପ୍ରଥମ ଦୃଶ୍ୟଟି ଦେଖିବା। ପୁରୁ ରାଜାଙ୍କର ରାଜପ୍ରସାଦର ଅଭ୍ୟନ୍ତର ଅର୍ଥ ଭିତର, ଅଭ୍ୟନ୍ତରର ବିପରୀତ ହେବ ବାହ୍ୟ। ଦରବାର କକ୍ଷରେ ଚିନ୍ତିତ ଭାବରେ ପଦାଚାରଣ କରୁଛନ୍ତି ରାଜା ପୁରୁ। ପଦାଚାରଣ ଅର୍ଥ ଚାଲିବା। ଏତିକି ବେଳେ ପ୍ରହରୀ ପ୍ରବେଶ କରି ରାଜାଙ୍କୁ ପ୍ରଣାମ କଲା। ପ୍ରହରୀ ମହାରାଜ ସେନାପତି ଆସିବା ପାଇଁ ବାହାରେ ଅପେକ୍ଷା କରିଛନ୍ତି। ପୁରୁ, ଭିତରକୁ ଆସିବା ପାଇଁ କୁହ। ପ୍ରହରୀ ପୁଣି ଥରେ ପ୍ରଣାମ ଜଣାଇ ଚାଲିଗଲା। କିଛି ସମୟ ପରେ ପ୍ରବେଶ କଲେ ସେନାପତି। ପୁରୁ, ସମ୍ବାଦ କ'ଣ ସେନାପତି? ଗ୍ରୀସର ରାଜା ଆଲେକଜାଣ୍ଡାର ଅତି ଦ୍ରୁତ ଗତିରେ ଆଗେଇ ଆସୁଛନ୍ତି ମହାରାଜ। ସମଗ୍ର ଭାରତକୁ ଜୟ କରିବା ତାଙ୍କର ଇଚ୍ଛା। ଆମ ଦେଶର ଅନେକ ରାଜ୍ୟର ରାଜା ଜଣକ ପରେ ଜଣେ ପରାସ୍ତ ହୋଇ ତାଙ୍କର ଅଧୀନତା ସ୍ୱୀକାର କରିସାରିଲେଣି। ଅଧୀନତା ଅର୍ଥ ତାଙ୍କ ବଶତା ସ୍ୱୀକାର କରିବା। ସ୍ୱୀକାରର ବିପରୀତ ହେବ ଅସ୍ୱୀକାର। ଯେତେବେଳେ ସେନାପତି ଆସି ପୁରୁଙ୍କୁ ଜଣାଇଲେ ଯେ ଆଲେକଜାଣ୍ଡାର ତାଙ୍କ ରାଜ୍ୟ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଆସୁଛନ୍ତି, ତାପରେ ପୁରୁ କ'ଣ କହିଥିଲେ?
ଦୀର୍ଘ ନିଶ୍ୱାସ ପକାଇ କହିଲେ, ସ୍ୱର୍ଣ୍ଣପ୍ରାସୀ ବୀରଭୂମି ଭାରତ, ଏ ଦେଶର ଶିକ୍ଷା, ସଂସ୍କୃତି ଓ ପରମ୍ପରା ମହାନ। ଏହାର ସୁନାମ ସାରା ଜଗତରେ ପ୍ରଚାରିତ। ଭାରତର ଧନ ସମ୍ପତ୍ତିରେ ଆକୃଷ୍ଟ ହୋଇ ସୁଦୂର ଗ୍ରୀସ୍ ଦେଶରୁ ଆଗେଇ ଆସିଛନ୍ତି ଆଲେକଜାଣ୍ଡର। ଦୁଃଖ ଲାଗେ ସେନାପତି, ବୀର ଓ ବୀରାଙ୍ଗନାମାନଙ୍କର ଭୂମି ଏହି ଭାରତବର୍ଷର ରାଜ୍ୟ ରାଜ୍ୟ ମଧ୍ୟରେ ଏକତା ଓ ବୁଝାମଣା ନଥିବାରୁ ଆମର ଆଜି ଏଭଳି ପରାଜୟ ଘଟୁଛି। ପରାଜୟର ବିପରୀତ ହେବ ବୋଲେ ବିଜୟ। ତାହେଲେ ବାସ୍ତବରେ ଆମ ଭାରତର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିବାରୁ ଅନେକ ଗୁଡ଼ିଏ ବୈଦେଶିକ ଶକ୍ତି ବାରମ୍ବାର ଆମ ଦେଶକୁ ଆକ୍ରମଣ କରିଛନ୍ତି। ଏହିଭଳି ଇଂରେଜମାନେ ମଧ୍ୟ ଆମ ଦେଶରେ ଦୀର୍ଘ 300 ବର୍ଷ ଧରି ଆମମାନଙ୍କୁ ପରାଧୀନ କରି ବିତସ୍ତା ଓ ବିପାଶା ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆମର ଏହା ଗୋଟିଏ କ୍ଷୁଦ୍ର ରାଜ୍ୟ ହେଲେ ମଧ୍ୟ ଆମେ କେବେ ପଛଘୁଞ୍ଚା ଦେବା ନାହିଁ। ମୁଁ ପଣ କରୁଛି, ମୋ ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ମୁଁ ଲଢ଼ିବି। ପଣ ଅର୍ଥ ଶପଥ କରିବା। ଆଲେକଜାଣ୍ଡରଙ୍କୁ ଏ ମାଟିରେ ବିତାଡ଼ିତ ନ କରିବା ପର୍ଯ୍ୟନ୍ତ ମୁଁ କେବେ ଶାନ୍ତିରେ ରହିପାରିବି ନାହିଁ। ବିତାଡ଼ିତ ଅର୍ଥ ବାହାର କରିଦେବା ବା ତଡ଼ିଦେବା। ପୁରୁ ଏଭଳି ଜଣେ ରାଜା ଥିଲେ, ସେ ଏକ କ୍ଷୁଦ୍ର ରାଜ୍ୟର ରାଜା ହେଲେ ମଧ୍ୟ ସେ ଆଲେକଜାଣ୍ଡରଙ୍କ ସୈନ୍ୟବାହିନୀ ପାଖରେ ହାରିଯାଇନଥିଲେ। ତାଙ୍କ ସହିତ ସେ ତାଙ୍କ ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସେ ତାଙ୍କ ସହ ଯୁଦ୍ଧ କରିଥିଲେ। ତେବେ ସେନାପତି କ'ଣ କହିଲେ? ସେନାପତି, କିନ୍ତୁ ମଣିମା ଆଲେକଜାଣ୍ଡରଙ୍କର ସୈନ୍ୟବଳ ଅପରିସୀମ। ସେମାନେ ଯେପରି ଯୁଦ୍ଧ ବିଦ୍ୟାରେ ସୁଶିକ୍ଷିତ, ସେହିପରି ସୁଶୃଙ୍ଖଳ। ପୁରୁ ଉତ୍ତର ଦେଲେ, ଉଚ୍ଚ ସ୍ୱରରେ ହସି ଉଠିଲେ, କହିଲେ, ସେନାପତି, କାପୁରୁଷ ମୃତ୍ୟୁ ପୂର୍ବରୁ ସହସ୍ରବାର ମୃତ୍ୟୁବରଣ କରିଥାଏ। ବର୍ତ୍ତମାନ ହତୋତ୍ସାହିତ ହେବାର ବେଳ ନୁହେଁ। ହତୋତ୍ସାହିତ ତ ଉତ୍ସାହ ହରାଇବା। ଜନନୀ ଜନ୍ମଭୂମି ନିମନ୍ତେ ପ୍ରାଣ ଉତ୍ସର୍ଗ କରିବା ପାଇଁ ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କର। ଉତ୍ସର୍ଗ ଅର୍ଥ ତ୍ୟାଗ କରିବା। ଆମର 50,000 ପଦାତିକ ଅର୍ଥ ଯେଉଁ ସୈନ୍ୟବାହିନୀ ପାଦରେ ଚାଲିଥାନ୍ତି, 3,000 ଅଶ୍ୱାରୋହୀ, ଅଶ୍ୱ ଆରୋହଣ କରୁଥିବା ସୈନ୍ୟ, 1,000 ଗଜାରୋହୀ ହେଲା ହାତୀ ଆରୋହଣ କରୁଥିବା ସୈନ୍ୟବାହିନୀ କୁହାଯାଏ। ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ କୁହ। ଯାଅ ସେନାପତି, ବିଳମ୍ବ କର ନାହିଁ। ସେନାପତି ଅଭିବାଦନ କରି ଚାଲିଗଲେ। ପୁରୁ କ୍ରୋଧରେ ଉତ୍ତେଜିତ ଭାବେ ପଦାଚାଳନ କରିବାକୁ ଲାଗିଲେ।